ତ ଆଗକୁ ଆସୁଛି ଦିୱାଲି। ତ ଆଜି ଏଠି କୋଉଥିରେ ବନେଇବି ତ ନିହାତି ଆପଣମାନଙ୍କୁ ଚାଲନ୍ତୁ ପ୍ରଥମେ ଆମେ ଦେଖିନେବା। ତ ଏଠି ମୁଁ ରଖିଛି ଭଜା ବୁଟ। ତ ଆପଣମାନେ ଚାହିଁଲେ ବି ପୁରା ପ୍ୟାକେଟ୍ ବାଲା ଯୋଉ ଆସୁଛି ଛଣା ବୁଟ, କିନ୍ତୁ ମୋ କତିରେ ଏଇଟା ଚୋପା ଲଗା ବୁଟ ଥିଲା। ତା ସହିତ ଏଇଠି ମୁଁ ନେଇଯାଇଛି ଅଳ୍ପ କିଛି ନେଇଯାଇଛି। ତ ଆପଣମାନେ ଚାହିଁଲେ ବି ଶୁଖା ନଡ଼ିଆ କୋରା ମାର୍କେଟରେ ମଧ୍ୟ ମିଳୁଛି। ଆପଣଙ୍କ ପାଖରେ ଯଦି ନଡ଼ିଆ ଥିବ ତ ନିହାତି ନଡ଼ିଆ ବି ମଧ୍ୟ ଚାଲନ୍ତୁ ଦେଖିବା। ବର୍ତ୍ତମାନ ପ୍ରଥମେ ବସେଇ ଦେଇଛି ଯୋଉଟା କଡ଼େଇ। ତ କଡ଼େଇରେ ଏଠି ବର୍ତ୍ତମାନ ମୁଁ କ'ଣ କରିବି ନା, ଯେହେତୁ ମୋ କତିରେ କଞ୍ଚା ନଡ଼ିଆ ଅଛି ମୁଁ ନଡ଼ିଆ ଟିକେ ପ୍ରଥମେ ଟିକେ ଭାଜି ନେବି। ଯେ ଆପଣମାନଙ୍କ ପାଖରେ ଶୁଖା ନଡ଼ିଆର ଗୁଣ୍ଡ ଅଛି ସେଇଟା ଆପଣମାନେ ଡାଇରେକ୍ଟ ମାନେ ବୁଟ ଧିଅରେ ପକେଇକି ଭାଜି ପାରିବେ। ଯେହେତୁ ମୋ କତିରେ ତ ଶୁଖା ନଡ଼ିଆର ଗୁଣ୍ଡ ନାହିଁ, ତ ମୁଁ ଏଇ କଞ୍ଚା ନଡ଼ିଆର ପୁରା ଟିକେ ଆଗ ଡ୍ରାଇ ରୋଷ୍ଟ କରିନେବି ବା ଭାଜି ନେବି ତାକୁ ଟିକେ ପାଣିଟି ମରିବା ପର୍ଯ୍ୟନ୍ତ। ତ ମୁଁ ନେଇଛି ବୁଟରେ ଯେମିତି ବିଲକୁଲ ଚୋପା ନ ରହେ ସେଇ ହିସାବରେ ନେବେ। ଯେହେତୁ ମୁଁ ପାରିଛି ଯେତିକି ପୁରା ଭଲ ଭାବରେ କ୍ଲିନ୍ କରିଦେଇଛି, ଗୋଟେ ଗୋଟେ ଯୋଉ ନ ଛାଡ଼ିଛି ତ ସେଇଟା ଚଳିବ, କିନ୍ତୁ ଅଧିକ ଚୋପା ଟିକେ ନ ରହିଲେ ସେଥିରେ ଭଲ ହବ। ଯୋଉ ମିଠାଟି ଆମେ ବନେଇବା ମାନେ ଯଦି ଅଧିକ ଚୋପା ରହିବ ତ ତାର କଲରଟା ନିହାତି ଟିକେ କଲର ଯିବ ବା ଭଲ ଦେଖାଯିବନି, ଅସୁନ୍ଦର ଦେଖାଯିବ। ତ ଆପଣମାନେ ଯେତେ ଚାହିଁବେ ତ ଯଦି ଏଇଭଳି ଚୋପା ଲଗା ବୁଟ ନେଉଛନ୍ତି ତ ତାକୁ ଟିକେ କ୍ଲିନ୍ କରିକି ଭଲ ଭାବରେ ଚୋପା ଛଡ଼େଇବା ପାଇଁ ସବୁବେଳେ ଚେଷ୍ଟା କରିବେ। ତାହେଲେ ଜିନିଷ ମିଠାଟି ବହୁତ ଭଲ ହବ। ବର୍ତ୍ତମାନ ନଡ଼ିଆଟି ତ ଭାଜି ହେଇଗଲାଣି। ତ ଏଇଟାକୁ ମୁଁ ଗୋଟେ ପ୍ଲେଟରେ ବର୍ତ୍ତମାନ କାଢ଼ି ନେବି। କୋରାଟିକି ମୁଁ ତ କାଢ଼ି ନେଇଛି। ତ ବର୍ତ୍ତମାନ ପୁଣି କଡ଼େଇ ଟିକେ ଏଠି ବସେଇ ଦେଇଛି। ତ ବର୍ତ୍ତମାନ ତା ଦେହରେ ଆମେ ଦେଇଦେବା ବୁଟ। ତ ବୁଟର କ୍ୱାଣ୍ଟିଟି ଯଦି କହିବେ ତ ଏଠି ମୁଁ ନେଇଛି 400 ଗ୍ରାମ ଭଳିଆ ବୁଟ ନେଇଛି। ଯେହେତୁ ଏଇଟା ଭଜା ବୁଟ ତ ଜଷ୍ଟ ମୁଁ ଆଉ ଟିକେ ତାକୁ ଭଲ ଭାବରେ ହାଲକା ଉଷୁମ କରିନେବି, ଭାଜି ନେବି ତାକୁ ଭଲ ଭାବରେ। କଲର ପୁରା ଚେଞ୍ଜ ହେବା ପର୍ଯ୍ୟନ୍ତ, ପୁରା ମାନେ ଟିକେ ବ୍ରାଉନ ବ୍ରାଉନ କଲର ହବା ପର୍ଯ୍ୟନ୍ତ ଭାଜି ନେବେ ଟିକେ ଭଲ ଭାବରେ। ଏବଂ ପୁରା ଭଲ ଭାବରେ ଆପଣ ଯଦି ଏଇ ଜିନିଷଟିକୁ ଫଲୋ କରିବେ ତ ନିହାତି ଆପଣଙ୍କର ମିଠାଟି ବହୁତ ବଢ଼ିଆ, ତ ଦେଖିବାକୁ ବି ବହୁତ ସୁନ୍ଦର ଲାଗିବ। ଭଲ ଭାବରେ ତ ଭାଜୁଛି। ତ ମୁଁ 50 ଗ୍ରାମ ନେଇଯାଇଛି ଜିନିଷକୁ ଭାଜି ନେବ। କାଜୁର କଲର ବି ଚେଞ୍ଜ ହେଇଯିବ, ତା ସହିତ ଚେଞ୍ଜ ହେଇଯିବ। ସେ ପର୍ଯ୍ୟନ୍ତ ମୁଁ ଭଲ ଭାବରେ କାଜୁ ତ ଏଠି ମୁଁ ଭାଜୁଛି। ଖୁଣ୍ଡ ଟିକେ ଦେବେ। କଲର ଚେଞ୍ଜ ହେବା A few moments later. ବାରମ୍ବାର ଲଗାତାର ଏମିତି ଲାଗିଯିବ ଯଦି ଭଲ ଲାଗିବ। ବନେଇବାକୁ ବହୁତ ସହଜ, କିଛି ଖର୍ଚ୍ଚ ବି କରିବାକୁ ପଡ଼ିବନି, ଯାହାଦ୍ୱାରା କି ଆପଣ କାଳୀ ପୂଜାରେ ନିହାତି ଆପଣମାନଙ୍କର ଦୀପାବଳି ହେଉ ବା କାଳୀ ପୂଜା ହେଉ ମୁଁ ଯୋଉ ଡ୍ରାଇ ରୋଷ୍ଟ କରି ରଖିଥିଲି ଯୋଉ ନଡ଼ିଆର ଗୁଣ୍ଡ 2 ମିନିଟ୍ ଭଳିଆ ତାକୁ ଟିକେ ଭଲ ଭାବରେ ତାକୁ ଗୋଳେଇକି ଭାଜି ନେବା। 10ରୁ 15 ମିନିଟ୍ ଭଳିଆ କରିବା ପାଇଁ ଛାଡ଼ିଦେବି। ତାପରେ ମୁଁ ଆପଣଙ୍କୁ ଭଲ ଭାବରେ ଗରମ ଘିଅରେ ନଡ଼ିଆଟା ଅଲରେଡ଼ି ମୁଁ ଆଗରୁ ରଖିଛି, ଆଉ ବେଶୀ ଭାଜିବାକୁ ପଡ଼ିବନି।
ଗୋଟେ 2 ମିନିଟ୍ ଭଳିଆ ତ ଅଲରେଡ଼ି ମୋର ହେଇଗଲାଣି। ଗ୍ୟାସ୍‌ର ଫ୍ଲେମ୍ ଟିକେ ବନ୍ଦ କରିନେବି। କରିଥିବେ ତ ବର୍ତ୍ତମାନ ପ୍ଲେଟ୍‌କୁ ମୁଁ କାଢ଼ି ନେବି 10-15 ମିନିଟ୍ ଥଣ୍ଡା ହେବା ପାଇଁ। ଥଣ୍ଡା ହେଇଗଲା ପରେ ମୁଁ ଆକୁ ଗୋଟେ ଭଲ ଭାବରେ ପାଉଡ଼ର ବନେଇ ନେବି। କାଢ଼ି ନେଇଛି ମୋର ସବୁ ଜିନିଷ ହେବା ପାଇଁ ଟିକେ ଛାଡ଼ିଦେବି। ତ ଏଇଭଳିଆ ମିଠା ତ ନିହାତି ଆପଣ ଥରେ ଘରେ ବନେଇବେ। ଆପଣମାନଙ୍କୁ ବହୁତ ସହଜରେ ମାଆମାନେ ବି କରିପାରିବେ। ଯେଉଁମାନେ ଗାଁରେ ରହୁଛନ୍ତି ବା ଭଲ ଯେଉଁମାନେ ସହର ବଜାରକୁ ଦୋକାନ ବଜାରକୁ ଯାଇପାରୁନାହାନ୍ତି ଯେଉଁ ଲୋକମାନେ, ତ ଖାସ୍ କରି ସେମାନେ ଚାଲ ତ ଆକୁ ଟିକେ ଥଣ୍ଡା କରି ଭଲ ଭାବରେ ବର୍ତ୍ତମାନ 2 hours later. ରୋଟି ବନେଇଥିଲି ତ ତାକୁ ମୁଁ ବର୍ତ୍ତମାନ ପ୍ରଥମେ ଗୋଟେ ଭାଗ ତ ଏଇଭଳି ଭାବରେ ରିଫାଇନ୍ ତେଲ ଦେଲେ ନିହାତି ବେଲି ଦେବା ବର୍ତ୍ତମାନ। ଦେଖନ୍ତୁ ବର୍ତ୍ତମାନ ବେଶୀ ଆକୁ ପତଳା କରିବେନି କି ବେଶୀ ମୋଟା ରଖିବେନି। ସେଇ ହିସାବରେ ଯେମିତି ରଖିବେ, ମୁଁ ତ ଦେଖେଇବି ଲେୟାରଟା କେତେ ମୋଟା ରଖିଲେ ଭଲ ହେବ, ମିଠାର ସେପ୍‌ଟା ଲାଗିବ, ଭଲ ଲାଗିବ। ଆପଣମାନଙ୍କୁ ସାଇଡ଼୍‌ରୁ କାଟି ନେବା, ଲେୟାରଟାକୁ ବାହାର କରିନେବା। ମୁଁ ରଖିଛି ତ ନିହାତି ଆପଣମାନେ ବର୍ତ୍ତମାନ ମୁଁ 4 ସାଇଡ଼୍‌ରୁ ଏମିତି କାଟି ନେବି। ମାନେ ମୋଟା ପତଳାଟା ଆପଣମାନଙ୍କ ହିସାବରେ କରିବେ। କେତେ ଚଉଡ଼ା ରଖିବେ ତ ସେଇ ହିସାବରେ ଜିନିଷକୁ 4 ହିସାବରେ କାଟି ନେଇଛି। ତ ଆପଣମାନେ ଚାହିଁଲେ ଠିକିରି ଭଳିଆ ଡିଜାଇନ୍ କରିପାରିବେ। ମୋତେ କେତେ ବଢ଼ିଆ ଖାଇବା ପାଇଁ ତ ନିହାତି ବହୁତ ଟେଷ୍ଟ ଲାଗିବ। ଯଦି ଆପଣମାନଙ୍କୁ ଏଇ ମିଠାର ରେସିପିଟା ଭଲ ଲାଗିବ ତ ଲାଇକ୍ ସେୟାର କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। ଯେଉଁମାନେ ମୋ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏଇଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ବର୍ତ୍ତମାନ ମୋର ମିଠାଟି ପ୍ରସ୍ତୁତ ହେଇଯାଇଛି।